ଭଲ ଲୋକଙ୍କୁ ଭୁଲ ବୁଝୁଥିବା ମଣିଷ ଭବିଷ୍ୟତରେ ବହୁତ ପସ୍ତାଏ। ଯେତେବେଳେ ଠିକ୍ ବୁଝିବା ଆରମ୍ଭ କରେ ସେତେବେଳେ ସବୁ ସରିଯାଇଥାଏ। ପ୍ରଶଂସା ଯେତେ ପାରୁଛନ୍ତି କରନ୍ତୁ, ହେଲେ ଅପମାନ ଟିକେ ବୁଝି ବିଚାରି କରନ୍ତୁ। କାରଣ ଅପମାନ ଏପରି ଏକ ଋଣ ଯାହା ସମୟ ଆସିଲେ ସୁଧ ସହିତ ଫେରି ଆସିଥାଏ। ଭୁଲ ଯେଉଁମାନେ ରାଗରେ ଭୁଲ କରନ୍ତି ସେମାନେ ବଦଳି ଯାଆନ୍ତି, ଆଉ ଯେଉଁମାନେ ଆତ୍ମଗର୍ବରେ ଭୁଲ କରନ୍ତି ସେମାନେ ଆଦୌ ବଦଳନ୍ତି ନାହିଁ। ପ୍ରକୃତରେ ବିଧିର ବିଧାନରେ ସବୁକିଛି ଅଜବ, କାହିଁକି ନା ଏଠି ଆବଶ୍ୟକତାଟା ଅଭାବରେ ପରିଣତ ହୋଇଯାଇଛି। ଛାତ୍ରଛାତ୍ରୀଙ୍କ ପାଇଁ ବାସ୍ତୁ ସିଦ୍ଧାନ୍ତ। ତମେ ଭବିଷ୍ୟତରେ କ'ଣ ହେବା ପାଇଁ ଚାହୁଁଛ? ଇଞ୍ଜିନିୟର, ଡକ୍ଟର, ଓକିଲ, ଲେକ୍ଚର, ଯାହା ହେବା ପାଇଁ ଚାହାନ୍ତି ତାହା ମନେ ରଖନ୍ତୁ ଓ ସେହି ଦିଗ ସମ୍ପର୍କିତ ତଥ୍ୟ ଉପରେ ଗୁରୁତ୍ୱ ଦିଅନ୍ତୁ। ଆସ୍ତେ ଆସ୍ତେ ବୟସ ବଢ଼ିବା ସହ କ୍ୟାରିୟରଟି ସଫା ଦେଖାଯିବ। ଅଭିଳାଷ ନଥିଲେ କାର୍ଯ୍ୟ କରିବା କଷ୍ଟ ହୁଏ। ଉଚ୍ଚାଭିଳାଷ ଓ ନିଷ୍ଠା ରହିବା ଜରୁରୀ। କ୍ରମାଗତ ଭାବେ ଅଧ୍ୟୟନ ପାଇଁ ଚେୟାରରେ ବସିବା ଦ୍ୱାରା ମେରୁଦଣ୍ଡରେ ପ୍ରେସର ଆସିଥାଏ ଏବଂ କ୍ରମାଗତ ବହୁ ସମୟ ଧରି ଅଧ୍ୟୟନରତ ହେଲେ ଏକାଗ୍ରତାରେ ବିଚ୍ୟୁତି ଦେଖାଦେଇପାରେ। ତେଣୁ 2-3 ଘଣ୍ଟା ଅନ୍ତରରେ ସାମାନ୍ୟ ବିରତ ନିଆଯାଇପାରେ। ଯଦି ଅଧ୍ୟୟନରେ ଏକାଗ୍ରତା ନ ରୁହେ ତେବେ 1 ଘଣ୍ଟା ବ୍ୟବଧାନରେ ବିରତି ନିଆଯାଇପାରିବ ଏବଂ ପୁଣି ପଠନରେ ଧ୍ୟାନ ଦିଆଯାଇପାରିବ। ରାତ୍ର ଭୋଜନ ପରେ ଯଦି ପଢ଼ିବାର ଅଭ୍ୟାସ ଥାଏ ତେବେ ପଢ଼ିପାରନ୍ତି, ମାତ୍ର ପଢ଼ିବା ପରେ ଫ୍ରେଶ ହୋଇ ସିଧାସଳଖ ବେଡ୍କୁ ଯିବା ଉଚିତ। ଏହାଦ୍ୱାରା ଯାହା ପଢ଼ିଥିଲେ ତାହା ମେମୋରିରୁ ଡିଷ୍ଟର୍ବ ହୁଏ ନାହିଁ। ଯଦି ପଢ଼ିବା ପରେ ଟିଭି ଦେଖି କିମ୍ବା ଡେକ୍ରୁ ଗୀତ ଶୁଣି କିମ୍ବା ଗପ ମାରି ଶୋଇବାକୁ ଯାଆନ୍ତି ତେବେ ପଢ଼ିଥିବା ପାଠ ମେମୋରିରେ ଡିଷ୍ଟର୍ବ ହୁଏ। ଫଳତଃ ପରିଶ୍ରମ ମୂଲ୍ୟ କିଛି ହୁଏ ନାହିଁ। ଜୀବନରେ ସଫଳତା ପାଇବା ପାଇଁ ଶାଶ୍ୱତ ରୂପରେ 3ଟି ମୂଳତତ୍ତ୍ୱ ସର୍ବଦା ଧ୍ୟାନରେ ରଖିବା ଉଚିତ। ପରିଶ୍ରମ, ସଚ୍ଚୋଟତା ଏବଂ ବିଶ୍ୱାସ। ଏହା ବିନା କୌଣସି ବି ସଫଳତା ଦୀର୍ଘକାଳ ରହିପାରିବ ନାହିଁ। ଏକ ସଫଳ ବ୍ୟକ୍ତିକୁ ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ ଏହି 3 ମୂଳତତ୍ତ୍ୱକୁ ଦୃଢ଼ତାର ସହିତ ଧାରଣ କରିବାକୁ ହିଁ ପଡ଼ିଥାଏ। କଠୋର ପରିଶ୍ରମ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରକୃତି ବି ସାହାଯ୍ୟ କରେ ଏବଂ ଭାଗ୍ୟ ବି ଏମିତି ଲୋକଙ୍କୁ ଠକି ଦେଇପାରେ ନା। ସଫଳତା ହାସଲ କରିବା ପାଇଁ ଭାଗ୍ୟ ନୁହେଁ, ପରିଶ୍ରମରେ ବିଶ୍ୱାସ କରିବା ଉଚିତ। ଆମର ଚେଷ୍ଟା ଏହା ହେବା ଉଚିତ ଯେ ଆମେ ନିରନ୍ତର ଭାବେ ଏମାନଙ୍କ ସନ୍ତୁଳନକୁ ଉଚ୍ଚ ସ୍ତରରେ ରହିବା ପାଇଁ ନିଜକୁ ସକ୍ଷମ ରଖିବା। ଅନ୍ୟ ପ୍ରକାରର କହିଲେ ପରିଶ୍ରମ ହେଉଛି ନିର୍ମାଣାଧୀନ ଭବନର ମୂଳଦୁଆର, ପ୍ରଥମ ଇଟା ଅଟେ, ଯାହା ଉପରେ ଭବିଷ୍ୟ ରୂପୀ ଆକର୍ଷକ ଅଟ୍ଟାଳିକାର ସମସ୍ତ ଭାର ନ୍ୟସ୍ତ ଅଟେ। ସମସ୍ତଙ୍କ ଉପରେ କେବେ ବି ଆଖି ବୁଜିକି ଭରସା କରନ୍ତୁ ନାହିଁ, କାହିଁକି ନା ବେଳେବେଳେ ନିଜ ଦାନ୍ତ ବି ନିଜ ଜିଭକୁ କାମୁଡ଼ି ପକାଏ। ସମ୍ପର୍କ ମାନେ ଆପଣଙ୍କର ଆବଶ୍ୟକତାକୁ ପୂରା କରିବା ନୁହେଁ, ଜଣେ ଜଣକୁ ବୁଝିବା ଆଉ ଦୁଃଖ ସୁଖରେ ସାଥ ହୋଇ ରହିବାକୁ ହିଁ ସମ୍ପର୍କ କୁହାଯାଏ। ଯେଉଁ ସମ୍ପର୍କ ଆପଣଙ୍କ ଭାବନାକୁ ବୁଝିପାରେନି, ଆପଣଙ୍କ କଷ୍ଟକୁ ଅନୁଭବ କରିପାରେନି, ସେହି ସମ୍ପର୍କଠାରୁ ଦୂରେଇ ରହିବା ବହୁତ ଭଲ। ଜନ୍ମଦାତା, ଗୁରୁ, ଆଚାର୍ଯ୍ୟ, ଅନ୍ନଦାତା ଭୟରୁ ରକ୍ଷା କରୁଥିବା ବ୍ୟକ୍ତିଙ୍କୁ ପିତା କୁହାଯାଏ। ଜୀବନରେ ଏହି 5ଟି କଥା ଭୁଲନ୍ତୁ ନାହିଁ। ଯଦି ଆପଣଙ୍କୁ କେହି ଅପମାନ କରୁଛି ତାହା
ଆଖିକୁ ଦେଖନ୍ତୁ ଏବଂ ତାଙ୍କୁ କିଛି କୁହନ୍ତୁ ନାହିଁ। କେବେ ବି ସେହି ଲୋକ ସାଥିରେ ଯୁକ୍ତି କରନ୍ତୁ ନାହିଁ ଯୋଉଠି ଆପଣଙ୍କର କିଛି ଫାଇଦା ହେବନି। ମଣିଷଟି ସେହି ଲୋକ ଉପରେ ସନ୍ଦେହ କରେ, ତାକୁ ସେ ବହୁତ ଭଲ ପାଏ। ଯୁକ୍ତି ଯଦି କରୁଛନ୍ତି নম্রତାର ସହ ଯୁକ୍ତି କରନ୍ତୁ, କାହିଁକି ନା ଆପଣ ଯୁକ୍ତିରେ ବି ଜିତିବେ ଓ ହୃଦୟରେ ବି। ସବୁବେଳେ ଦୁନିଆ ସେହି ଲୋକଙ୍କୁ ବୋକା ବନେଇଥାଏ ଅନ୍ୟମାନଙ୍କୁ ନିଜେ ଭଲ କହି ଅନ୍ୟମାନଙ୍କ ହୃଦୟକୁ ଆଘାତ ଦେଇଥାଏ। ଜୟ ଶ୍ରୀ ଜଗନ୍ନାଥ।